ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ମନ୍ତ୍ରୀ ଯେ ରେଭିନ୍ୟୁ ମିନିଷ୍ଟର ଅଛନ୍ତି, ଯୋଉ ଫ୍ଲଡ ସିଚୁଏସନ ହେଇଛି ଆଜି ଓଡ଼ିଶା ପ୍ରଦେଶର 15 ଜିଲ୍ଲା ଏଫେକ୍ଟେଡ ହେଇଛି। ମୋର 2ଟା ଜିଲ୍ଲା ଦେଖିବା ପାଇଁ ଦାୟିତ୍ୱ ମିଳିଛି। ଆଜି ମୁଁ ଦେଖୁଥିଲି ଆନନ୍ଦପୁର ଯୋଉଟା ରିଙ୍ଗ ରୋଡ ଅଛି, ଏଠି ଯୋଉ ଆଉଟଲେଟ ଅଛି, ଏ ଆଉଟଲେଟ ବ୍ୟବସ୍ଥା କୁଶୁଡି ଗଲା। ଯୋଉ ଘାଇ ହେଇଛି ଏଠି ଗୋଟେ କ୍ୟାଜୁଆଲିଟି ବି ହେଲା, ଆଉ ଜଣେ ମେଡିକାଲରେ ଅଛି। ଏ ପ୍ରକାର ପରିସ୍ଥିତି ଯୋଉ ଦେଖିଲା ଭିତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ହଉଛନ୍ତି ଯେ ବ୍ୟବସ୍ଥା ଥିଲା, ବ୍ୟବସ୍ଥା ଭିତରେ କାହିଁକି ଏମିତି ଘଟଣା ଘଟିଲା। ଏ ସବୁ ବିଷୟ ଦେଖିବା, ତାକୁ ଆକଳନ କରିବା। ଆଗାମୀ ଦିନରେ ଏପରି ଆମେ ଗୋଟେ କନଷ୍ଟ୍ରକ୍ସନ କାମ କରିବା ଯୋଉ କାମ କି ସବୁଦିନ ପାଇଁ ରହିବ। ତ ସେହି ଦୃଷ୍ଟିରୁ ଏଠି ଦେଖିଲା ଭିତରେ ଯୋଉ ଗଛ ଗୁଡାକ ଅଛି, ସିଷ୍ଟମର ଯୋଉ ରିପେୟାରିଂ ର ସିଷ୍ଟମ ଥିଲା, ଲୋକାଲି ଯାହା ପ୍ରଶ୍ନ ଉଠୁଛି, ଆଉଟଲେଟ ବି ଟିକେ ଖରାପ ହେଇଯାଇଥିଲା, ଦୁର୍ବଳ ହେଇଥିଲା। ତ ସେ ଦୃଷ୍ଟିରୁ ସେ ଆଉଟଲେଟ ର ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଏ ପ୍ରକାର ଘଟଣା ନ ଘଟୁ। ଆଜି ମୁଁ ଦେଖିବା ଭିତରେ ମୁଁ କ୍ଲିୟର ବି ମୁଁ ଡିରେକ୍ସନ ଦେଇଛି, ତାର ଏମିତି ଗୋଟେ ଡିପିଆର କରନ୍ତୁ, କାରଣ ଆଜିକାର ପରିସ୍ଥିତି ଯୋଉ ପ୍ରକାର ବର୍ଷା ହଉଛି, କାଲି ନହବ କହିହେବ ନାହିଁ। ତ ସେହି ଦୃଷ୍ଟିରୁ ଆମେ ଯୋଉ କାମ ବି କରିବା, ଗୋଟେ କଂକ୍ରିଟ କାମ କରିବା, ଯୋଉ କଂକ୍ରିଟ କାମ କି ଭୁଷୁଡି ନ ଯିବ। ମୁଁ ଦେଖନ୍ତୁ ଏ ଆନନ୍ଦପୁର ଆସିଛି, ହାଟଡି ଆସିଛି, ଯୋଉଟା ବେଶୀ ଏଫେକ୍ଟେଡ ହେଇଛି। ଏଫେକ୍ଟେଡ ଭିତରେ ଗୋଟେ ଗରିବ ଲୋକଙ୍କର ବ୍ୟବସ୍ଥା ବି ଅଛି, ବାଲିଚରର ବି ଅଛି, ବାଲିଚର ବି ଅଛି। ତା ସଙ୍ଗେ ସଙ୍ଗେ କ୍ୟାମ୍ପ ବି ହେଇଥିଲା, ବହୁତ ଲୋକ କ୍ୟାମ୍ପରେ ରହିକିରା ଯାଇଛନ୍ତି। କିଛି ଅଞ୍ଚଳ ପାଣି ଘେରରେ ରହୁଛି। ମୁଁ ଯୋଉଟା ରିଭ୍ୟୁ କଲା ବେଳେ ମୁଁ ଦେଖୁଥିଲି କିଛି ଅଞ୍ଚଳ ପାଣି ଘେରରେ ରହୁଛି। ଏମାନଙ୍କର ଆଗାମୀ ଦିନରେ କଣ ପ୍ରତିକାର କରାଯାଇପାରେ, ବହୁତ ଗୁଡେ ପ୍ରଶ୍ନ ଆସିଲା। ଆପଣ ଗୋଟେ ବିଷୟକୁ ଇଣ୍ଡିକେଟ କରି କହୁଛନ୍ତି, କିନ୍ତୁ ଆଉ ଗୋଟେ ହେଲା ଯେ ଆଗାମୀ ଦିନରେ ଏ ବୈତରଣୀକୁ ଅଧିକରୁ ଅଧିକ